2026 ମସିହାରେ ଦୁଇଥର ଚନ୍ଦ୍ରଗ୍ରହଣ ପଡ଼ିବ। ଚନ୍ଦ୍ରଗ୍ରହଣ ମାନେ ହେଉଛି ଲୁନାର ଇକ୍ଲିପ୍ସ। ଆମର ଯେତେ ବି ଧର୍ମ ଅଛି, ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଅନେକ ଧର୍ମ ଅଛି। ଯେଉଁ ଚନ୍ଦ୍ରଗ୍ରହଣ ହୁଏ ସବୁ ଧର୍ମର ଅଲଗା ଅଲଗା ମାନ୍ୟତା ଅଛି ଚନ୍ଦ୍ରଗ୍ରହଣ ହେବାର। ଯେମିତି ହିନ୍ଦୁ ଧର୍ମରେ ଅଛି ରାହୁ ଆସିବ ଚନ୍ଦ୍ରକୁ ସେ ଖାଇଯିବ, ତ ସେଥିପାଇଁ କ'ଣ ଚନ୍ଦ୍ରଗ୍ରହଣ ହୋଇଥାଏ। କିନ୍ତୁ ସେଇଟା ତ ହେଲା କାଳ୍ପନିକ କାହାଣୀ। ଆମେ ସାଇନ୍ସର ଦୃଷ୍ଟିକୋଣରୁ ଦେଖିବା ଚନ୍ଦ୍ରଗ୍ରହଣ କାହିଁକି ହୋଇଥାଏ। ତ ଦେଖ, ଚନ୍ଦ୍ରଗ୍ରହଣ ଯେ ହୋଇଥାଏ ତା'ର ମୁଖ୍ୟ କାରଣ ହେଉଛି, ଏଇ ଇମେଜରେ ତୁମେ ଦେଖିପାରୁଥିବ ଆମର ଯେଉଁ ସୂର୍ଯ୍ୟରୁ ଅଛି ସନଲାଇଟ୍ଟା କ'ଣ, ସୂର୍ଯ୍ୟକିରଣଟା ଡାଇରେକ୍ଟ ଆମର ପୃଥିବୀରେ ପଡ଼ୁଛି। ଯେତେବେଳେ କ'ଣ ହେଉଥିବ, ତୁମେ ସମସ୍ତେ ଜାଣିଛ ଯେଉଁ ଚନ୍ଦ୍ର ଅଛି, ଚନ୍ଦ୍ରର ନିଜର କୌଣସି ଆଲୋକ ନାହିଁ। ଚନ୍ଦ୍ର କ'ଣ କରେ, ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଥାଏ। ସନଲାଇଟ୍ ଡାଇରେକ୍ଟ ଚନ୍ଦ୍ରରେ ପଡ଼ିବ ଏବଂ ଚନ୍ଦ୍ରଟା ଆମକୁ ଦେଖାଯାଇଥାଏ। ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ରର ମଧ୍ୟରେ ପୃଥିବୀ ଆସିଯାଏ ସେତେବେଳେ କ'ଣ ଚନ୍ଦ୍ରଗ୍ରହଣ ହୋଇଥାଏ। ମନେ ରଖ, ଏ ଲୁନାର ଇକ୍ଲିପ୍ସ ଅକର୍ସ ହ୍ୱେନ୍ ଆର୍ଥ ମୁଭ୍ସ ଡାଇରେକ୍ଟଲି ବିଟୱିନ୍ ଦି ସନ୍ ଆଣ୍ଡ ଦି ମୁନ୍। ଯେତେବେଳେ ଗୋଟେ ଆଡ଼େ ଦେଖ, ଚିତ୍ରରେ ଦେଖିପାରୁଥିବ ସୂର୍ଯ୍ୟ ଅଛି ଏବଂ ଚନ୍ଦ୍ର ଅଛି। ଚନ୍ଦ୍ର ଏବଂ ସୂର୍ଯ୍ୟରେ ଯେତେବେଳେ ଆମର ପୃଥିବୀ ପଳେଇ ଆସିବ ମଧ୍ୟକୁ, କ'ଣ ହେବ, ଡାଇରେକ୍ଟ ସନଲାଇଟ୍ଟା ପୃଥିବୀରେ ପଡ଼ିବ। ସେ ସନଲାଇଟ୍ଟା ଆଉ ଯେଉଁ ମୁନ୍କୁ ଯାଇପାରିବ ନାହିଁ। ଫଳରେ କ'ଣ ହୋଇଥାଏ, ମୁନ୍ ଆମକୁ ପୃଥିବୀ ପୃଷ୍ଠରୁ ଦେଖାଯାଏ ନାହିଁ। ଫଳରେ କ'ଣ ହୋଇଥାଏ, ଚନ୍ଦ୍ରଗ୍ରହଣ ହୋଇଥାଏ। ତ ବହୁତ ଟାଇପ୍ର ଆମର ଚନ୍ଦ୍ରଗ୍ରହଣ ଅଛି। ଗୋଟେ ହେଲା ଟୋଟାଲ ଲୁନାର ଇକ୍ଲିପ୍ସ, ଯେତେବେଳେ ଡାଇରେକ୍ଟ କ'ଣ ହୋଇଥିବ, ପୃଥିବୀ ଏବଂ ଚନ୍ଦ୍ରର ମଧ୍ୟକୁ ପୃଥିବୀ ଚାଲି ଆସିବ, ଡାଇରେକ୍ଟ ସନଲାଇଟ୍ ପୃଥିବୀରେ ପଡ଼ିବ, ଚନ୍ଦ୍ରରେ କୌଣସି ବି ସୂର୍ଯ୍ୟକିରଣ ପଡ଼ିବ ନାହିଁ। ତ ସେତେବେଳେ କ'ଣ ଟୋଟାଲ ଲୁନାର ଇକ୍ଲିପ୍ସ ହୋଇଥାଏ। ପାର୍ସିଆଲ ଲୁନାର ଇକ୍ଲିପ୍ସ କ'ଣ, ଅଧା 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 ସନଲାଇଟ୍ ପୃଥିବୀରେ ପଡ଼ିବ ଆଉ ଅଧା କ'ଣ ହେବ, ଚନ୍ଦ୍ରରେ ପଡ଼ିବ। ସେ ଟାଇମ୍ରେ କ'ଣ ପାର୍ସିଆଲ ଲୁନାର ଇକ୍ଲିପ୍ସ ହୋଇଥାଏ। ଏବଂ ଆଉ ଗୋଟେ ହେଲା ପେନୁମ୍ବ୍ରାଲ ଲୁନାର ଇକ୍ଲିପ୍ସ, ଯେତେବେଳେ ଏଇଟା କ'ଣ, ଏଇଟା ମଧ୍ୟ ପୁରା ଭାବରେ ହୋଇଥାଏ। ତ 3 ଟାଇପ୍ସର ମେନଲି ଆମର ଲୁନାର ଇକ୍ଲିପ୍ସ ଅଛି। ତ ଯଦି କ୍ୱେଶ୍ଚନ୍ ଏକ୍ଜାମ୍ରେ ଆସିବ ଲୁନାର ଇକ୍ଲିପ୍ସ କାହିଁକି ହୋଇଥାଏ, ତ ମନେ ରଖ, ଯେତେବେଳେ ଆମର ସୂର୍ଯ୍ୟ ଏବଂ ଚନ୍ଦ୍ରର ମଧ୍ୟକୁ ପୃଥିବୀ ପଳାଇ ଆସେ ସେ ଟାଇମ୍ରେ କ'ଣ ଲୁନାର ଇକ୍ଲିପ୍ସ ହୋଇଥାଏ। ଯେଉଁମାନେ ନୋଟ୍ସ ମକ୍ ଟେଷ୍ଟ ସବୁ ପାଇବାକୁ ଚାହୁଁଛ ତ ନିହାତି ଭାବରେ ସାଧୁରାମ ସାର୍ ଆପ୍କୁ ଡାଉନଲୋଡ଼୍ କର ଏବଂ ସମସ୍ତେ ଭିଡ଼ିଓକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କର। ଥ୍ୟାଙ୍କ ୟୁ ଫର୍ ୱାଚିଂ।